ପଣକିଟାଲ ମୋଜା ଗୋଚର ଜମି ଜବରଦଖଲରେ ପ୍ରଶାସନର ହାତ କି? ସ୍ଥାନୀୟ ପ୍ରଶାସନର ନାକ ତଳେ ଗୋଚର ଜମି ଜବରଦଖଲ ହେଲା କେମିତି? 2022 ମସିହାରୁ ସ୍ଥାନୀୟ ପ୍ରଶାସନକୁ ଅଭିଯୋଗ ସତ୍ତ୍ୱେ ଗୋଚର ଜମି ଜବରଦଖଲ ଉଚ୍ଛେଦ କାହିଁକି ହୋଇପାରୁନି? ସୁଦୂର ଯାଜପୁରିଆ ଗୋଚର ଜମି ମାଫିଆ ସହିତ ସ୍ଥାନୀୟ ପ୍ରଶାସନର ଭିତିରି ଡିଲ୍ ପାଇଁ ଆଜି ବସ୍ତି ବାସିନ୍ଦା ବିଷ ପ୍ରଳୟ ଭିତରେ ବନ୍ଧା କି? ସ୍ଥାନୀୟ ପ୍ରଶାସନ ପାଖରେ ଉଚ୍ଛେଦ କ୍ଷମତା ଥାଇ ବି ପ୍ରଶାସନିକ ଅଧିକାରୀ କାହିଁକି ନେଉନାହାନ୍ତି ପଦକ୍ଷେପ? ଗୋଚର ଜମି ମାଫିଆ ଓ କେତେକ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଅବୈଧ ଅର୍ଥର ଡିଲ୍ ହୋଇନାହିଁ ତ? ଯଦି ହୋଇନାହିଁ, ଉଚ୍ଛେଦ ପାଇଁ ପଦକ୍ଷେପ ନେଉନାହାନ୍ତି କାହିଁକି ପ୍ରଶାସନ? ହଁ ଆଜ୍ଞା, ପ୍ରସଙ୍ଗକୁ ଯିବା ପୂର୍ବରୁ ପ୍ରଥମେ ଦେଖିନିଅନ୍ତୁ ଗୋଚର ଜମି ଜବରଦଖଲ ହୋଇ ସେହି ସ୍ଥାନରେ କେମିତି ପାହାଡ଼ ଭଳିଆ ଛିଡ଼ା ହୋଇଛି ଗେଟି ମେଟାଲ ବାଲି ଚିପ୍ସ, ତା ସାଙ୍ଗକୁ ଜମିରେ ବଡ଼ ବଡ଼ ଲୁହା ମେସିନ୍ ଗୁଡ଼ିକ କେମିତି ଖଞ୍ଜା ଯାଇ ସେଠାରେ କୋଠା ବାଡ଼ ତିଆରି କରାଯାଇଛି। ଦୃଶ୍ୟକୁ ଆଉ ଟିକେ ନିରୀକ୍ଷି ଦେଖିଲେ ଜାଣିପାରିବ ଯେ ଲୁହାର ପ୍ଲାଣ୍ଟରୁ କେମିତି ଧୂଆଁ ବସ୍ତି ବାସିନ୍ଦାଙ୍କୁ ବିଷ ବଳୟ ଭିତରେ ବନ୍ଧା ପକାଇଛି ଗୋଚର ଜମି ମାଫିଆ। ତ ଏ ସମସ୍ତ ଅସୁବିଧା ପ୍ରସଙ୍ଗକୁ ନେଇ ଅନେକ ବାର ସ୍ଥାନୀୟ ପ୍ରଶାସନକୁ ବସ୍ତି ବାସିନ୍ଦା ଅଭିଯୋଗ କଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ପାଲଟି ଯାଉଛି ନିଦାବିଷ୍ଣୁ, ଯାହାଫଳରେ ବସ୍ତି ବାସିନ୍ଦାଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ଗୋଚର ଜମି ଜବରଦଖଲର ପଛରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ହାତ ଅଛି କି? ବସ୍ତି ବାସିନ୍ଦାଙ୍କୁ ଅନ୍ଧାରରେ ରଖି କିଛି ପ୍ରଶାସନିକ ଅଧିକାରୀ ମାଲାମାଲ କି? ନିଜ ପଦ ଇମାନକୁ ବିକି ଦେଇ କିଛି ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଗୋଚର ଜମି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ ଭୁଲି ଯାଇଛନ୍ତି କି? ଏ ପ୍ରକାର ପ୍ରଶ୍ନ ବସ୍ତି ବାସିନ୍ଦାଙ୍କ ମନରେ ଯେତେ ଜଟିଳ ହେଉଛି, ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ସେତେ ସନ୍ଦେହ ଘନୀଭୂତ ହେଉଛି। ଦେଖିବାକୁ ବାକି ରହିଲା ପ୍ରଶାସନ ଏଥିପ୍ରତି କେବେ ଦୃଷ୍ଟି ଦେଇ ଗୋଚର ଜମି ଜବରଦଖଲ ଉଚ୍ଛେଦ କରି ବସ୍ତି ବାସିନ୍ଦାଙ୍କୁ ବିଷ ବଳୟ ଭିତରୁ ମୁକ୍ତି କରୁଛି।